ଯାଇ ସେଠିକି କହିପାରିବିନି। ସେ ଯୋଉ ଆମ୍ବୁଲାନ୍ସ ଭିତରେ ଯେତେବେଳେ ହଉଥିଲା ମାନେ ତାର କେବଳ ମୁଁ ଅକ୍ସିଜେନ ସେ ସିଲିଣ୍ଡରଟାକୁ ହିଁ ଚାହୁଁଥାଏ ଯେ ପ୍ରକୃତରେ ସେ ଛୁଆ କେତିକି ତାକୁ ଭଗବାନ ରଖିଛନ୍ତି ମୁଁ କହିପାରିବିନି। ମାନେ ଯେତେ ଗାର୍ଡିଆନ ଯେତେ ପିଲାମାନଙ୍କର ଆକୁଳ ନିବେଦନରେ କି ଭଗବାନ ତାକୁ ବଞ୍ଚେଇ ରଖିଛନ୍ତି। କୋଉ ଭଳି ଆକାରରେ ଆକ୍ସିଡେଣ୍ଟ ହେଇଛି ମାନେ ବର୍ତ୍ତମାନ ସୁଦ୍ଧା ଆମେ ଜାଣିପାରିନି ଯେ କିଭଳି ଭାବରେ ଆକ୍ସିଡେଣ୍ଟ ହେଇଛି। ସେ ଗାଡିର ଆଗ ପରିସ୍ଥିତି ଟୋଟାଲି ନାହିଁ। ତେଣୁ ଏତେ ଜୋର ଆକ୍ସିଡେଣ୍ଟ ମୋ ଜୀବନରେ ବି ମୁଁ କଳ୍ପନା ଭିତରେ ଦେଖି ନାହିଁ ଆଜ୍ଞା। ମାନେ ସେ ଯେତେବେଳେ ଆମେ ବାଲେଶ୍ୱରରୁ ତାଙ୍କୁ ନେଇକି ଯାଉଛୁ ସେ ରଞ୍ଜନ ଆଉ ମୁଁ ମାନେ ରାସ୍ତା ଜାମ୍ ଅଛି ମୋର ମାନେ କହିବି କଣ ଆପଣଙ୍କୁ ମୁଁ ଜାମା ଖୋଲିକି ଆପଣଙ୍କର ଗାଡି ଆଗରେ କି ହାତରେ ବୁଲେଇ ବୁଲେଇକି ଆମେ ତାକୁ ନେଇକି ହସ୍ପିଟାଲ ପହଞ୍ଚେଇଛୁ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଡିଗ୍ରୀ ମହାବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ସପନ କୁମାର ମାଟି ଗତ ଫେବୃଆରୀ 8 ତାରିଖରେ ବାଲେଶ୍ୱର ଡାକ୍ତରଙ୍କ ପାଖକୁ ଯାଇ ଫେରୁଥିବା ବେଳେ ଭେଲୋରା ଛକରେ ସଡ଼କ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ନେଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧ୍ୟାପକ ଘନଶ୍ୟାମ ଦାସ ଓ ଛାତ୍ର ରଞ୍ଜନ ମଣ୍ଡଳ ମିଶି ତାଙ୍କୁ ବାଲେଶ୍ୱର ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଦୀର୍ଘ 8 ଦିନ ଧରି କୋମାରେ ରହିବା ପରେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି। ଏପଟେ ଅଧ୍ୟାପକ ଜଣକ ଅବିବାହିତ ଥିବା ବେଳେ ତାଙ୍କ ପିତାମାତାଙ୍କ ଆର୍ଥିକ ଦୁରବସ୍ଥା ଓ ବାର୍ଦ୍ଧକ୍ୟଜନିତ ପୀଡ଼ା ଯୋଗୁଁ ପୁଅର ଦେଖାଶୁଣା ପାଇଁ ଯାଇପାରୁନାହାନ୍ତି। ସପନ ସାର୍ ଭଲ ହେବା ପାଇଁ ଦୀର୍ଘ ଦିନ ଲାଗିବ ବୋଲି ଡାକ୍ତର କହିଥିବା ବେଳେ ଅର୍ଥ ସାଜିଛି ବାଧକ। ଚିକିତ୍ସା ପାଇଁ ଆୟୁଷ୍ମାନ କାର୍ଡର ସମସ୍ତ ଅର୍ଥ ଶେଷ ହୋଇଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଏକଜୁଟ ହୋଇ କିଛି ଅର୍ଥ ରାଶି ସାହାଯ୍ୟ କରିଛନ୍ତି। ମାତ୍ର ତାହା ସମୁଦ୍ରକୁ ଶଙ୍ଖ ହୋଇଥିବାରୁ ସମସ୍ତ ଓଡ଼ିଶାବାସୀଙ୍କୁ ଆର୍ଥିକ ସାହାଯ୍ୟର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି। ଏବଂ ସାର୍ ସେଇଠାରୁ 10 ଦିନ ପର୍ଯ୍ୟନ୍ତ କୋମାରେ ମଧ୍ୟ ଥିଲେ। 10 ଦିନ ପରେ ସାର୍ଙ୍କର ସେନ୍ସ ଫେରିଥିଲା ଏବଂ କାଲି ମଧ୍ୟ ସାର୍ଙ୍କର ଗୋଟେ ମେଜର ଅପରେସନ୍ ହେଇଛି। ଆଉ ଆଜକୁ 20 ଦିନ ହେଲାଣି ସାର୍ଙ୍କ ମାନେ କଣ୍ଡିସନ୍ ବହୁତ ସିରିୟସ୍ ଅଛି। ତ ଆଜି ପର୍ଯ୍ୟନ୍ତ ଯାହା ବି ସାର୍ ଚିକିତ୍ସିତ ହୋଇଛନ୍ତି ଆମେ ସବୁ ଛାତ୍ରଛାତ୍ରୀମାନେ ତାଙ୍କୁ ସହଯୋଗ କରିକି ଆଜି ପର୍ଯ୍ୟନ୍ତ ଚିକିତ୍ସା କରେଇଛୁ। ଏବଂ ସାର୍ଙ୍କ ବାପା ମା ମଧ୍ୟ ତାଙ୍କର ସେତେ ସାମର୍ଥ୍ୟ ନାହିଁ ଯେ ସେଟାକୁ ଯିବେ ଏବଂ ବହୁତ ଜର୍ଜରିତ ଅବସ୍ଥାରେ ସେମାନେ ଅଛନ୍ତି। ତ ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ ଆପଣଙ୍କ ମଧ୍ୟରୁ ଯଦି କିଏ ସହୃଦୟ ବ୍ୟକ୍ତି ଥାଆନ୍ତି ତାହେଲେ ସାହାଯ୍ୟ କରିବେ ଏବଂ ଆପଣମାନେ ସାହାଯ୍ୟ କଲେ ସାର୍ ପୁଣି ଥରେ ଆମ ମଧ୍ୟକୁ ସେଇ କ୍ଲାସରୁମ୍କୁ ପାଠ ପଢ଼ାଇବା ପାଇଁ ଏବଂ ଆମମାନଙ୍କ ମଧ୍ୟରେ ହସ ଖେଳାଇବା ପାଇଁ ପୁଣି ଥରେ ସାର୍ ଫେରି ଆସିବେ। ନମସ୍କାର, ମୁଁ କମର୍ଦା କଲେଜର ଜଣେ ଛାତ୍ର। ତ ଆପଣ ସମସ୍ତେ ଜାଣିଥିବେ ଆମ ସାର୍ ଜଣେ ଅଛନ୍ତି ସପନ ସାର୍, ଦର୍ଶନ ବିଭାଗର ସାର୍। ତ ତାଙ୍କର ଦୀର୍ଘ ଦିନ ଧରି ସେ ଅଶ୍ୱିନୀ ଟ୍ରମା ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ସେ ସେଠାରେ ଅଛନ୍ତି। ତ ତାଙ୍କର କାଲି ଗୋଟେ ମେଜର ଅପରେସନ୍ ହେଇଛି। ଆଉ ଡକ୍ଟର କହିଛନ୍ତି ସେ ବର୍ତ୍ତମାନ ଷ୍ଟେବଲ୍ ଅଛନ୍ତି, କିନ୍ତୁ ତାଙ୍କ ଚିକିତ୍ସା ପାଇଁ ବହୁତ ଅର୍ଥର ଆବଶ୍ୟକତା ହେଉଛି, ଯାହାକି ତାଙ୍କ ପକ୍ଷେ ତଥା ତାଙ୍କ ପରିବାର ପକ୍ଷେ ସକ୍ଷମ ନୁହନ୍ତି ସେମାନେ ସେ ଅର୍ଥକୁ ପୈଠ କରିବା ପାଇଁ। ଏବଂ ଆମ ଛାତ୍ର ସଂଘ ମିଶି ଯେତେ ବି ଆମେ ତାଙ୍କୁ ସାହାଯ୍ୟ କରିବା ଆମ ହିସାବରେ ସାହାଯ୍ୟ କରିପାରୁଛୁ ସେତିକି ଆମ ପକ୍ଷେ ଆଉ ତା ଉପରକୁ ଯିବା ସକ୍ଷମ ହେଉନାହିଁ। ତେଣୁକରି ଆମେ ଆପଣଙ୍କୁ ହାତ ଯୋଡ଼ି ବିନତି କରୁଛୁ ଯେ ଦୟାପୂର୍ବକ ହୋଇ ଆପଣଙ୍କ ପାଖରେ ଯେତେ ବି ସକ୍ଷମ ଅଛି ତାକୁ ଆମ ସପନ ସାର୍ଙ୍କ ପଛରେ ଲଗାନ୍ତୁ ଆଉ ଆମ ସପନ ସାର୍କୁ ଟିକେ ଭଲ କରିଦିଅନ୍ତୁ। ସପନ ସାର୍ ଯେମିତି ପୁଣି ଥରେ ଆମ ଗହଣକୁ ଫେରି ଆସିବେ ଆଉ ଆମ ସହିତ ସେଇ ହସ ଖୁସି ହିସାବରେ ଆମକୁ ପାଠ ପଢ଼ାଇବେ ଓ ଆମେ ତାଙ୍କ ସହିତ ବଢ଼ିବୁ, ଏତିକି ହିଁ ଗୁହାରି କରୁଛି ଆଜ୍ଞା। ମୁଁ ଘନଶ୍ୟାମ ଦାସ, କମର୍ଦା ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ। ଆମର ଗତ 8 ଫେବୃଆରୀ 2026 ତାରିଖରେ ସପନ ସାର୍ ବାଲେଶ୍ୱର ଯାଇଥିଲେ ଡକ୍ଟର ଦେଖିବା ପାଇଁ ଏବଂ ଫେରୁଥିବା ଅବସ୍ଥାରେ ଆପଣଙ୍କର ଭେଲୋଡ଼ା ଛକ ନିକଟରେ ସାର୍ଙ୍କର ଗୋଟେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା ଏବଂ ସେ ଖବର ପାଇ ମୁଁ ସଙ୍ଗେ ସଙ୍ଗେ ଏଠାରୁ ବାଲେଶ୍ୱର ହସ୍ପିଟାଲ ଯାଇଥିଲି। ଆଉ ସେଇଠାରୁ ସାର୍ଙ୍କୁ ନେଇ ଏବଂ ମୋ ସହିତ ସାର୍ଙ୍କର ଜଣେ ଛାତ୍ର ରଞ୍ଜନ କୁମାର ମଣ୍ଡଳ ମୋ ସହିତ ରହିଥିଲା ଏବଂ ଆମେ ଦୁହେଁ ମିଶିକି ସାର୍ଙ୍କୁ ଆଗେ ଗୋଟେ ପ୍ରାଇଭେଟ୍ ହସ୍ପିଟାଲକୁ ନେଇଥିଲୁ। ସେଠାରେ 2 ଦିନ ଟ୍ରିଟମେଣ୍ଟ ହେଲା ପରେ ଅଶ୍ୱିନୀ ଟ୍ରମା ସେଣ୍ଟରକୁ ସାର୍ଙ୍କୁ ନେଇଥିଲୁ ଏବଂ ସେଇଦିନଠାରୁ ଦୀର୍ଘ 20 ଦିନ ହେଲାନି ପାଖାପାଖି ସାର୍ ସେଇ ଟ୍ରମା ସେଣ୍ଟରରେ ଚିକିତ୍ସା ହେଉଛନ୍ତି। ଗତକାଲି ମଧ୍ୟ ସାର୍ଙ୍କର ଗୋଟିଏ ବଡ଼ ଅପରେସନଟିଏ ହେଇଛି। ସାର୍ଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବର୍ତ୍ତମାନ ଟିକିଏ ଉନ୍ନତି ହେଇଛି ଏବଂ ସ୍ଥିର ମଧ୍ୟ ରହିଛନ୍ତି ସାର୍ଙ୍କର ସ୍ୱାସ୍ଥ୍ୟ ଅବସ୍ଥା। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଯେ ସାର୍ ଏବେ ବି ତାଙ୍କର ଯେଉଁ ଚିକିତ୍ସା ଚାଲିଛି ସେଇ ଚିକିତ୍ସାଟା ଡକ୍ଟରଙ୍କର ପରାମର୍ଶ ଅନୁଯାୟୀ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ସାର୍ଙ୍କର ସେଇ ଚିକିତ୍ସା ସମୟଟା ଯେଉଁ ଦୀର୍ଘ 20 ଦିନ ହେଲାନି ସେ ରଞ୍ଜନ କୁମାର ମଣ୍ଡଳ ଯିଏ ସାର୍ଙ୍କର ଛାତ୍ର ରହିଥିଲା
ସେ ସାରଙ୍କ ପାଖରେ କି ସଦାସର୍ବଦା ରହିଛି। ଦିନ ରାତି ସାରଙ୍କ ପାଖରେ ରହି ସାରଙ୍କର ସେବା କରୁଛି ଏବଂ ଆମେ ମଧ୍ୟ ଚାହୁଁଛୁ ଯେ ସାର୍ ଯେମିତିକା ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏବଂ ସେ ଆମର ଏଇ ମହାବିଦ୍ୟାଳୟକୁ ଫେରି ଆସନ୍ତୁ ଏବଂ ପିଲାମାନଙ୍କୁ ପୁଣି ଥରେ ଶିକ୍ଷାଦାନ କରନ୍ତୁ। ସାର୍ ଜଣେ ବହୁତ ଭଲ ଶିକ୍ଷକ ଥିଲେ। ସାରଙ୍କର ବ୍ୟବହାର ସାରଙ୍କର ମାର୍ଗଦର୍ଶନରେ ପିଲାମାନେ ଅତ୍ୟନ୍ତ ଖୁସି ରହିଥିଲେ। ତେଣୁ ସାରଙ୍କର ଅନୁପସ୍ଥିତିଟା ପିଲାମାନଙ୍କ ମଧ୍ୟରେ ମଧ୍ୟ ଗୋଟେ ଭାବନା ସୃଷ୍ଟି କରିଛି ଯେ ସାର୍ କିଭଳି ଭାବରେ ସୁସ୍ଥ ହୋଇକି ଯଥାଶୀଘ୍ର ଭାବରେ ଯେମିତିକା ଫେରି ଆସନ୍ତୁ। ଏଇଟା ହିଁ ଆମ ସମସ୍ତଙ୍କର ମନ ଭିତରେ ଧାରଣା ରହିଛି। ବ୍ୟୁରୋ ରିପୋର୍ଟ ସମ୍ପର୍କ ଲାଇଭ୍।